लेजेंड वर्ल्ड कप ପାଇଁ ଭାରତର 18 ଜଣିଆ ଟିମ୍ ଘୋଷଣା ହୋଇଯାଇଛି। ଯୁବରାଜ ସିଂ ଅଧିନାୟକ, ବୀରେନ୍ଦ୍ର ସେହୱାଗ ଉପ ଅଧିନାୟକ, ଅନେକ ଧୁରନ୍ଧର ଖେଳାଳିଙ୍କର ଟିମ୍ରେ କରିଛନ୍ତି ଏଣ୍ଟ୍ରି। ମହେନ୍ଦ୍ର ସିଂ ଧୋନି, ସୁରେଶ ରାଇନା ସମେତ ଅନେକ ଖେଳାଳିଙ୍କର ମଇଦାନରେ ଦମ୍ ଦେଖାଇବାକୁ ମିଳିବ। ଜମିବ କ୍ରିକେଟର ଅସଲି ରଙ୍ଗ। ଏବି ଡିଭିଲିୟର୍ସ, କ୍ରିସ୍ ଗେଲ୍ ସହିତ ଅନେକ ଖେଳାଳି ଖେଳିବେ ଲେଜେଣ୍ଡ ୱାର୍ଲ୍ଡ କପ୍ରେ। ଟିମ୍ ଇଣ୍ଡିଆ ପକ୍ଷରୁ କିଏ କରିବ ଓପନିଂ, କିଏ ହେବ ୱିକେଟ୍ କିପର, ଆଉ କିଏ ନିଭାଇବ ଫିନିସରର ଜିମା। ଚାମ୍ପିୟନ ଖେଳାଳିଙ୍କର ସଜା ଘାତକ ଟିମ୍ର ଘୋଷଣା ହୋଇଛି। ଜାଣନ୍ତୁ କେବେ କେଉଁଠାରେ ଖେଳାଯିବ ଲେଜେଣ୍ଡ ୱାର୍ଲ୍ଡ କପ୍, କେତୋଟି ଟିମ୍ ରହିବେ, କେଉଁ ମଇଦାନରେ ହେବ, କେତୋଟି ମ୍ୟାଚ୍ ହେବ, କେତେ ଦିନ ଚାଲିବ ଟୁର୍ଣ୍ଣାମେଣ୍ଟ। ଏହି ରିପୋର୍ଟରେ ଆମେ ଆପଣଙ୍କୁ ଜଣାଇବୁ ପୁରା ସୂଚନା। ହଁ ଫ୍ରେଣ୍ଡସ୍, ଏପର୍ଯ୍ୟନ୍ତ ଆପଣ ଯୁବ ଖେଳାଳିଙ୍କର ଜୋସ୍ ଦେଖୁଥିଲେ, କିନ୍ତୁ ଏବେ ଆପଣଙ୍କୁ ପୁରୁଣା ଖେଳାଳିଙ୍କର ଜୋସ୍ ମଧ୍ୟ ଦେଖିବାକୁ ମିଳିବ। କାରଣ ଲେଜେଣ୍ଡ ୱାର୍ଲ୍ଡ କପ୍ ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷଣା ହୋଇସାରିଛି, ଯେଉଁଥିରେ ଆପଣଙ୍କ ମନପସନ୍ଦ ଖେଳାଳି ଯୁବରାଜ ସିଂ ହୁଅନ୍ତୁ କିମ୍ବା ବୀରେନ୍ଦ୍ର ସେହୱାଗ ହୁଅନ୍ତୁ କିମ୍ବା ସୁରେଶ ରାଇନା, ସମସ୍ତେ ଏହି ଲିଗ୍ରେ ଖେଳୁଥିବାର ନଜର ଆସିବେ। ଏହି 18 ଜଣିଆ ଭାରତୀୟ ଟିମ୍ରେ କେଉଁ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିଛି, ଏହା ସହିତ ଏହି ଟୁର୍ଣ୍ଣାମେଣ୍ଟ କେବେ ଓ କେଉଁଠାରେ ଖେଳାଯିବ, ସବୁକିଛି ଆପଣଙ୍କୁ ଏହି ଭିଡ଼ିଓରେ କହିବୁ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ମଧ୍ୟ ଭାରତୀୟ ଟିମ୍ର ପକ୍କା ଫ୍ୟାନ୍, ତେବେ ଏହି ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ୱାର୍ଲ୍ଡ ଚାମ୍ପିୟନ୍ ଅଫ୍ ଲେଜେଣ୍ଡ 2026ର ତୃତୀୟ ସିଜିନ୍ ଅକ୍ଟୋବର ମାସରେ ଆରମ୍ଭ ହେବାକୁ ଯାଉଛି, ଯାହା ନେଇ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଭୟଙ୍କର ଉତ୍ସାହ ଦେଖାଯାଉଛି। ଟୁର୍ଣ୍ଣାମେଣ୍ଟରେ ଆଉଥରେ ବିଶ୍ୱର ଦିଗ୍ଗଜ କ୍ରିକେଟମାନେ ମଇଦାନରେ ନିଜର ଜଲୱା ବିଛାଇବେ। ଏହି ସମୟରେ ଭାରତୀୟ ଚାମ୍ପିୟନ୍ସର ସମ୍ଭାବ୍ୟ 18 ଜଣିଆ ଟିମ୍ ମଧ୍ୟ ସାମ୍ନାକୁ ଆସିଛି, ଯାହାର କମାଣ୍ଡ ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ଦିଆଯାଇଛି। ଟିମ୍ରେ ହରଭଜନ ସିଂ, ଶିଖର ଧୱନ, ସୁରେଶ ରାଇନା ଓ ରବିନ୍ ଉଥାପା ପରି ଅନେକ ଦିଗ୍ଗଜ ଖେଳାଳିଙ୍କର ନାମ ସାମିଲ ଅଛି, ଯିଏ ଭାରତୀୟ ଫ୍ୟାନ୍ସଙ୍କୁ ପୁରୁଣା ସୁନେଲି ଦିନଗୁଡ଼ିକରେ ସ୍ମୃତି ଫେରାଇବାକୁ ପ୍ରସ୍ତୁତ ଅଛନ୍ତି। ଆସନ୍ତୁ ଜାଣିବା କେଉଁ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ। ୱାର୍ଲ୍ଡ କପ୍ ଚାମ୍ପିୟନସିପ୍ ଅଫ୍ ଲିଜେଣ୍ଡ 2026ର ତୃତୀୟ ସିଜନ୍ରେ ଇଣ୍ଡିଆ ଚାମ୍ପିୟନର ଅଧିନାୟକତ୍ୱ ଆଉଥରେ ଯୁବରାଜ ସିଂ କରିବେ। ଯୁବରାଜଙ୍କର ଏହି ଟୁର୍ଣ୍ଣାମେଣ୍ଟରେ ଶାନଦାର ରେକର୍ଡ ରହିଛି, କାରଣ ତାଙ୍କ ନେତୃତ୍ୱରେ ଭାରତ 2014ରେ WCL ସିଜନ୍ରେ ଖିତାବ ଜିତିଥିଲା। ଏହି ଅନୁଭବୀ ଖେଳାଳିଙ୍କର ସଜ୍ଜା ଟିମ୍ ସହିତ ଭାରତ ଆଉଥରେ ଟ୍ରଫି ଜିତିବାର ମଜବୁତ ଦାବିଦାର ବୋଲି ଗଣାଯାଉଛି। ତେବେ ଯୁବରାଜ ସିଂ ଭାରତୀୟ କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ। ସେ ଭାରତକୁ 2007 ଟି20 ୱାର୍ଲ୍ଡ କପ୍ ଓ 2011 ODI ୱାର୍ଲ୍ଡ କପ୍ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିଶେଷ କରି 2011 ୱାର୍ଲ୍ଡ କପ୍ରେ ତାଙ୍କର ଶାନଦାର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରାଯାଇଥିଲା। ଅର୍ଥାତ୍ ଯୁବରାଜ ସିଂଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆଉଥରେ ପୁଣି ନିଜର ଲହରୀ ଦେଖାଇବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଆପଣ ଜୟବୀରୁ ଜୁଣିଙ୍କୁ ଖେଳୁଥିବାର ଦେଖିବେ। ଏହାଦ୍ୱାରା କ୍ରିକେଟ ଫ୍ୟାନ୍ସଙ୍କ ରୋମାଞ୍ଚ ଦୁଇଗୁଣ ବଢ଼ିଯିବ। ଇଣ୍ଡିଆନ୍ ଚାମ୍ପିୟନ୍ସର ସମ୍ଭାବିତ ଟିମ୍ରେ ହରଭଜନ ସିଂ, ଶିଖର ଧୱନ ପରି ବଡ଼ ମ୍ୟାଚ୍ ୱିନର ଖେଳାଳିମାନେ ସାମିଲ ଅଛନ୍ତି। ହରଭଜନ ସିଂ ଭାରତର ସବୁଠାରୁ ସଫଳ ସ୍ପିନରମାନଙ୍କ ମଧ୍ୟରୁ ଜଣେ। ସେ ଅନ୍ତର୍ଜାତୀୟ କ୍ରିକେଟରେ 711ଟି ୱିକେଟ୍ ନେଇଛନ୍ତି, ଯେଉଁଥିରେ 417ଟି ଟେଷ୍ଟ ଓ 269ଟି ODI ଓ 25ଟି ଟି20 ଅନ୍ତର୍ଜାତୀୟ ୱିକେଟ୍ ସାମିଲ ଅଛି। ଏଥିସହିତ ତାଙ୍କ ନାମରେ ଆନ୍ତର୍ଜାତୀୟ କ୍ରିକେଟରେ 28 ଥର 5ଟି ୱିକେଟ୍ ନେବାର କୃତିତ୍ୱ ମଧ୍ୟ ରହିଛି। ସେ 2007 ଟି20 ୱାର୍ଲ୍ଡ କପ୍ ଓ 2011 ୱାର୍ଲ୍ଡ କପ୍ ଜିତାଇବାରେ ଟିମ୍ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଶିଖର ଧୱନ ଭାରତର ସବୁଠାରୁ ସଫଳ ସୀମିତ ଓଭର ବ୍ୟାଟ୍ସମ୍ୟାନ୍ ମଧ୍ୟରୁ ଜଣେ। ସେ ଅନ୍ତର୍ଜାତୀୟ କ୍ରିକେଟରେ 10,000ରୁ ଅଧିକ ରନ୍ କରିଛନ୍ତି। ODI କ୍ରିକେଟରେ ତାଙ୍କ ନାମ 6,793 ରନ୍ ଅଛି, ଯେଉଁଥିରେ 17ଟି ଶତକ ଏବଂ 39ଟି ଅର୍ଦ୍ଧଶତକ ରହିଛି। ଶିଖର ଧୱନ 2013 ମସିହା ICC ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପୁରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ 363 ରନ୍ କରି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳି ହୋଇଥିଲେ। ସେହିପରି ଇଣ୍ଡିଆନ୍ ଚାମ୍ପିୟନ୍ସରେ ସମ୍ଭାବିତ ଟିମ୍ରେ ସୁରେଶ ରାଇନା ଓ ରବିନ୍ ଉଥାପାଙ୍କ ମଧ୍ୟ ସ୍ଥାନ ମିଳିପାରେ। ସୁରେଶ ରାଇନା ଭାରତର ସବୁଠାରୁ ସଫଳ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ମଧ୍ୟରୁ ଜଣେ। ସେ ଆନ୍ତର୍ଜାତୀୟ କ୍ରିକେଟରେ 7,900ରୁ ଅଧିକ ରନ୍ କରିଛନ୍ତି। 2011 ୱାର୍ଲ୍ଡ କପ୍ ଓ 2013 ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଟିମ୍ର ଅଂଶ ଥିଲେ। ରବିନ୍ ଉଥାପା 2007 ଟି20 ୱାର୍ଲ୍ଡ କପ୍ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଉଭୟ ଖେଳାଳିଙ୍କ ପାଖରେ ବଡ଼ ମ୍ୟାଚ୍ର ପୂର୍ଣ୍ଣ ଅନୁଭବ ଅଛି, ଯାହା WCL 2026ରେ ଇଣ୍ଡିଆ ଚାମ୍ପିୟନ୍ସ ପାଇଁ ଉପଯୋଗୀ ପ୍ରମାଣିତ ହୋଇପାରେ। ତେବେ ୱାର୍ଲ୍ଡ ଚାମ୍ପିୟନସିପ୍ ଅଫ୍ ଲେଜେଣ୍ଡ 2026ର ତୃତୀୟ ସିଜିନ୍ ଏହି ବର୍ଷ ଅକ୍ଟୋବର ମାସରେ ଆୟୋଜିତ ହେବ। ପୂର୍ବରୁ ଦୁଇଟି ସଫଳ ସିଜିନ୍ ପରେ ଆଉଥରେ ବିଶ୍ୱର ଦିଗ୍ଗଜ କ୍ରିକେଟରମାନେ
ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଏଥର ଟୁର୍ଣ୍ଣାମେଣ୍ଟରେ ମୋଟ 7ଟି ଟିମ୍ ଭାଗ ନେବେ, ଯେଉଁଥିରେ ଇଣ୍ଡିଆ ଚାମ୍ପିୟନ୍, ପାକିସ୍ତାନ ଚାମ୍ପିୟନ୍ସ, ଇଂଲଣ୍ଡ ଚାମ୍ପିୟନ୍ସ, ଅଷ୍ଟ୍ରେଲିଆ ଚାମ୍ପିୟନ୍ସ, ସାଉଥ ଆଫ୍ରିକା ଚାମ୍ପିୟନ୍ସ, ୱେଷ୍ଟଇଣ୍ଡିଜ୍ ଚାମ୍ପିୟନ୍ସ ଓ ବାଂଲାଦେଶ ଚାମ୍ପିୟନ୍ସ ସାମିଲ ଅଛନ୍ତି। ପୂର୍ବତନ ଅନ୍ତର୍ଜାତୀୟ ତାରକାମାନେ ସଜା ଏହି ଲିଗ୍ କ୍ରିକେଟ୍ ଫ୍ୟାନ୍ସକୁ ଆଉ ଥରେ ରୋମାଞ୍ଚକର ମୁକାବିଲା ଓ ପୂର୍ଣ୍ଣ ମନୋରଞ୍ଜନ ଦେବାକୁ ପ୍ରସ୍ତୁତ। ତେବେ ୱାର୍ଲଡ ଚାମ୍ପିୟନ୍ସ ଅଫ୍ ଲେଜେଣ୍ଡ ଲିଗ୍ ପାଇଁ 18 ଜଣିଆ ସମ୍ଭାବିତ ଟିମ୍ ଏହିପରି କିଛି ରହିବ। ଯୁବରାଜ ସିଂ ଅଧିନାୟକ, ବୀରେନ୍ଦ୍ର ସେହବାଗ, ଶିଖର ଧବନ, ସୁରେଶ ରାଇନା, ରବିନ ଉଥାପା, ମହେନ୍ଦ୍ର ସିଂ ଧୋନି, ଅମ୍ବିତ ରାୟୁଡୁ, ହରଭଜନ ସିଂ, ଇରଫାନ ପଠାନ, ୟୁସୁଫ ପଠାନ, ପୀୟୁଷ ଚାୱଲା, ବରୁଣ ଅରୁଣ, ବିନୟ କୁମାର, ଅଭିମନ୍ୟୁ ମିଥୁନ, ସିଦ୍ଧାର୍ଥ କୋଲ, ବିଜୟ ଶଙ୍କର ଓ ପବନ ନେଗୀ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ଏଥର ପୁଣି ଥରେ ୱାର୍ଲଡ ଚାମ୍ପିୟନ୍ସ ଅଫ୍ ଲେଜେଣ୍ଡ ଲିଗ୍ରେ ଭାରତ ଜିତିପାରିବ କି ନାହିଁ? କମେଣ୍ଟ କରି ନିଶ୍ଚିତ ଆପଣଙ୍କ ମତ ରଖନ୍ତୁ। ପୁଣି ଦେଖା ହେବ ଆଉ ଗୋଟିଏ ଶାନଦାର ଭିଡ଼ିଓରେ। ଜୟ ହିନ୍ଦ, ଜୟ ଭାରତ।